ଆଜିର ଆମର ଆଲୋଚନାର ବିଷୟବସ୍ତୁ ହେଉଛି ଏନଭାରମେଣ୍ଟାଲ ପଲିସି ଇନ୍ ଇଣ୍ଡିଆ ବା ଆମର ପରିବେଶ ସମ୍ବନ୍ଧୀୟ ଯେତେ କେତେ ଗୁଡ଼ିଏ ଯୋଜନା ହୋଇଛି ବା ପରିବେଶର ଯେଉଁ ଆମର ସଂରକ୍ଷଣ ପାଇଁ ଯେଉଁ କେତେ ଗୁଡ଼ିଏ ଯୋଜନା ହୋଇଛି ସେ ବିଷୟରେ ଆମେ ଆଲୋଚନା କରିବା ପ୍ରଥମ ଭାଗରେ, ଏବଂ ଦ୍ୱିତୀୟ ଭାଗରେ ଆମେ ଆଜି ଆରମ୍ଭ କରିବା ଯେ କେଉଁଭଳି ଭାବେ କେତେ ଗୁଡ଼ିଏ ଆନ୍ଦୋଳନ ହୋଇଥିଲା ଯେଉଁଠିକି ଆମର ପରିବେଶବିତ୍ ମାନେ, ପରିବେଶ ବିଜ୍ଞାନୀ ମାନେ, ଜନସାଧାରଣ ମାନେ ବିପୁଳ ମାତ୍ରାରେ ଯୋଗଦାନ ଦେଇ ଅନେକ ଗୁଡ଼ିଏ ଆନ୍ଦୋଳନ ଭାରତରେ ହେଇଥିଲା, ଯେଉଁଠି ଯଦି ଦେଖିବା ପରିବେଶ ସୁରକ୍ଷାକୁ ନେଇ, ପରିବେଶ ପ୍ରଦୂଷଣକୁ ପ୍ରତିରୋଧ କରିବା ପାଇଁ ହେଉ ବା ପରିବେଶକୁ କ୍ଷତି ପହଞ୍ଚାଇବା ଭଳି ଯେଉଁ କେତେ ଗୁଡ଼ିଏ ପଦକ୍ଷେପ କେତେ ଗୁଡ଼ିଏ ଯେଉଁ ଆମର ରହିଲେ ପୁଞ୍ଜିପତି ମାନେ ନେଇଥିଲେ, କିମ୍ବା ଷ୍ଟେଟ୍ ଆମର ଯେଉଁ କେତେ ଗୁଡ଼ିଏ ପ୍ରୋଜେକ୍ଟ ବା କେତେ ଗୁଡ଼ିଏ ଯେଉଁ ଯୋଜନାର ଆରମ୍ଭ କରିଥିଲା, ତାର ପ୍ରତିବାଦରେ କେତେ ଗୁଡ଼ିଏ ଯେଉଁ ଆମର ମୁଭମେଣ୍ଟ ହେଇଥିଲା ବା ଆନ୍ଦୋଳନ ହୋଇଥିଲା, ସେ ବିଷୟରେ ଆମେ ଆଲୋଚନା କରିବା। ପ୍ରଥମେ ଯଦି ଦେଖିବା ଯେ ଏଇ ଯେଉଁ ଯୋଜନା ଗୁଡ଼ିକ ଆରମ୍ଭ ହେଲା ଭାରତରେ, ଯୋଜନା ଯେଉଁ ଗୁଡ଼ିକ ଆରମ୍ଭ ହେଲା ତା ପୂର୍ବରୁ ଆମେ ଆଲୋଚନା କରିବା କେଉଁଭଳି ଭାବେ ଗୋଟେ ବିଶ୍ୱ ସ୍ତରରେ ଗୋଟେ କ୍ଷମା କରିବେ ବିଶ୍ୱ ସ୍ତରରେ କେଉଁଭଳି ଗୋଟେ ସିଚୁଏସନ୍ ବା ଗୋଟେ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହା ପାଇଁ ଏଭଳି ଯୋଜନା ଗୁଡ଼ିକର ଆବଶ୍ୟକତା ପଡ଼ିଲା। ଯଦି ଦେଖିବା 1970 ଦଶନ୍ଧିର ମଧ୍ୟଭାଗରେ ଯେଉଁ ଆମର ଯେଉଁଟା କେବଳ ପରିବେଶ ଭିତ୍ତିକ ଯେଉଁ କେତେ ଗୁଡ଼ିଏ ସମସ୍ୟା ଥିଲା, ଯାହା କେବଳ ବିଜ୍ଞାନ କେନ୍ଦ୍ରିକ ହୋଇଥିଲା ବା ଯାହାକୁ କେବଳ ବୈଜ୍ଞାନିକ ଦୃଷ୍ଟିକୋଣରୁ ବୈଜ୍ଞାନିକ ମାନେ ତର୍ଜମା କରୁଥିଲେ ବା ଯାହା ସମ୍ବନ୍ଧରେ ଆଲୋଚନା କରୁଥିଲେ, ସେହି ବିଷୟବସ୍ତୁଟି କେଉଁଭଳି ଭାବେ ଗୋଟିଏ ଆମର ରାଜନୈତିକ ଏବଂ ସାମାଜିକ ମୁଦ୍ଦା ଯାହାକୁ ଆମେ କହିଥାଉ ବା ସାମାଜିକ ବିଷୟ ଭାବରେ ଗୋଟେ ସୃଷ୍ଟି ହୋଇଥିଲା। ଏବଂ ପ୍ରଥମେ ଯଦି ଦେଖାଯାଏ ଗୋଟେ ସୁଚିନ୍ତିତ ଏବଂ ସୁସଂଗଠିତ ଭାବରେ ଗୋଟେ ପ୍ରଥମ ଯେଉଁ ଆମର ସଂଗଠିତ ଭାବରେ ଗୋଟିଏ ଯେଉଁ ପ୍ରୋଗ୍ରାମ ଅର୍ଗାନାଇଜ କରାଯାଇଥିଲା, ଯାହା 1973 ମସିହା ଜୁନ୍ ମାସରେ ଆରମ୍ଭ ହୋଇଥିଲା, ଏବଂ ଏହା ମିଳିତ ଜାତିସଂଘର ଯେଉଁ ଆମର ଦ୍ୱାରା ହିଁ ଏହା ଅର୍ଗାନାଇଜ କରାଯାଇଥିଲା ବା ଏହାର ବ୍ୟବସ୍ଥା କରାଯାଇଥିଲା। ଏବଂ ଏହା ମଣିଷ ଏବଂ ପରିବେଶକୁ ନେଇ ଯେଉଁ ହ୍ୟୁମାନ୍ ଏନଭାରମେଣ୍ଟକୁ ନେଇକରି ଏଇ ଯେଉଁ ବିଷୟବସ୍ତୁର ମୁଖ୍ୟ ଆଲୋଚନାର ବିଷୟବସ୍ତୁ ଥିଲା। ଏବଂ ଏହା ଷ୍ଟକହୋମରେ ଏହାର ପ୍ରାରମ୍ଭ ହୋଇଥିଲା, ଏବଂ ଯେ ଦେଖାଯାଏ ଏହା ଜୁନ୍ 5ରୁ 16 ତାରିଖ 1972 ମସିହାରେ ଆରମ୍ଭ ହେଲା, ଏବଂ ଏହା ମିଳିତ ଜାତିସଂଘର ଗୋଟିଏ ଯାହା କୁହନ୍ତି ପ୍ରଥମ ଆମର ଯେଉଁ କନଫରେନ୍ସ ଥିଲା, ଯେଉଁଥିରେ ଗୋଟେ ବିଶ୍ୱ ସ୍ତରରେ, ଗୋଟେ ଆନ୍ତର୍ଜାତିକ ସ୍ତରରେ ପରିବେଶ ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା, ଏବଂ ଏଥିରେ ଅନେକ ଗୁଡ଼ିଏ ଦେଶ ଯୋଗ ଦେଇଥିଲେ, ଏବଂ ସେମାନେ ନିଜର ଯେଉଁ ଆମର ସମସ୍ୟା ରହିଛି ପରିବେଶ ଭିତ୍ତିକ ସମସ୍ୟା, ତାକୁ ସେ ବିଷୟରେ ଆଲୋଚନା କରିଥିଲେ। ଏବଂ ଯଦି ଦେଖାଯାଏ ଏଇ ଯେଉଁ କନଫରେନ୍ସଟି ହେଇଥିଲା ବା ଏ ଯେଉଁ ଆମର ଯେଉଁ ଆଲୋଚନା ହୋଇଥିଲା, ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ଯେଉଁ ମାନବ ସମାଜ ରହିଛି ତାହା ସମ୍ପୂର୍ଣ୍ଣ ଭାବରେ ଗୋଟେ ଯାହାକୁ କୁହନ୍ତି ହୋଲ ହାର୍ଟେଡଲି ବା ସହୃଦୟ ଭାବରେ କେଉଁଭଳି ଭାବେ ଗୋଟେ ଶାନ୍ତିପୂର୍ଣ୍ଣ ଏବଂ ବସବାସ କଲା ଭଳି ଗୋଟେ ପରିବେଶ ବା ପୃଥିବୀକୁ କେଉଁଭଳି ଭାବେ ଆମେ ପ୍ରୋଟେକ୍ଟ କରିବା, ରକ୍ଷା କରିପାରିବା, ସେ ସମ୍ବନ୍ଧରେ ମୁଖ୍ୟତଃ ଭାବରେ ଆଲୋଚନା ହୋଇଥିଲା। ଏବଂ ଯେଉଁ ପ୍ରଥମ ୱାର୍ଲଡ କ୍ଲାଇମେଟ୍ କନଫରେନ୍ସ, ଯାହା 1979 ମସିହା ହେଇଥିଲା, ଏଇ ଯେଉଁ କନଫରେନ୍ସ ହେଇଥିଲା, ଏହା ମୁଖ୍ୟତଃ ଭାବରେ ଯେଉଁ ଆମର ରାଜନୈତିକ ଯେଉଁ ବିଷୟବସ୍ତୁ ଗୁଡ଼ିକ ରହିଛି, ଯାହା ପରିବେଶ ସହିତ
बा परिवेशर आमर जो कहते सुरक्षा जहाँ आवश्यक जो राजनैतिक जो केते गुड़िक रही जुक्ति ताकू केन्द्र रे रखी जो आम राजनीति केंद्रीय केते गुड़िए विषय वस्तु को नहीं परिवेश परिवर्तन बा जो परिवेश जो समस्या सब सृष्टि होची से विषय रे आलोचना करा जायतिला एवं जदि देखा जाए से भली आउ केते गुड़िए मध्य सभा बा जो हमर कहा जाए मीटिंग रो व्यवस्था होइतिला एवं 1985 मसीह रे होइतिला 1987 एवं 1988 मध्य रे होइतिला एवं यह बहुत कम समय अंतराल रे प्रायतः मुख्यतः भाव रे यार व्यवस्था करा जायतिला जेंति हम कहले वर्ल्ड मेट्रोलॉजिकल मीटिंग्स मध्य जो पानीपाग जो विभाग रही पानीपाग विज्ञान विभाग जो रही ता द्वारा केते गुड़िए सेमिनार व्यवस्था करा जायतिला एवं जदि देखा जाए ये जो सभा जो कॉन्फ्रेंस गुड़िक व्यवस्था करा जायतिला बा जो कॉन्फ्रेंस गुड़िकर मुख्य आलोचनार विषय वस्तु रही जो विश्व स्तर रे बा हमर जो तापमात्रा वृद्धि घटुची बा उष्णतार जो वृद्धि होची आउ जहाँ कह जाए गोटे वर्ल्ड गोटे जो भाई मैंने कह जाए जो उत्तप्त गोला बा गोटे जहाँ को आम कही था धीरे धीरे क्यों भाव उष्णता बढ़ी बढ़ी चली से संबंध में ताही थिला मुख्य आलोचना विषय वस्तु जहाँ को आम मुख्यतः भाव जब देखा इंग्राजी ग्लोबल वार्मिंग बोली कही था एवं जब देखा 1985 मसीह गोटे एडवाइजरी ग्रुप आम जानी जो ग्रीन हाउस गैस बा ताकू जहाँ को संक्षेप जहाँ कही था AGGG यार निर्माण करा जायतिला एवं यही जो एडवाइजरी ग्रुप ऑन ग्रीन हाउस गैसेस यह मुख्यतः भाव गोटे पॉलिसी रेकमेंड करथिला एवं ये जो पॉलिसी रेकमेंड करथिला यह मुख्यतः भाव से केते गुड़िए जो आमर कह जाए से जो आमर सजेशन से केते गुड़िए जो जहाँ उपदेश कह जाए देथिले एवं से जो रिकमेंडेशन थिला ता मुख्यतः भाव परिवेश बा पानीपागर जो परिवर्तन एवं मुख्य आलोचनार विषय था ग्लोबल वार्मिंग जो आमर तापमात्रा जो वृद्धि घटुची बा उष्णतार जो वृद्धि घटुची से संबंध में से मत व्यक्त करते एवं ये जो ग्लोबल वार्मिंग रो मुख्य कारण जहाँ आम गतकाली आलोचना करते मुख्य कारण आम समस्ते जानिछे जे जो आमर अंगारकाम्ल बा कार्बन डाइऑक्साइड रो एमिशन बा तार निष्कासन द्वारा ही होता है एवं जदि देखा जाए जो 1988 मसीह आम गोटे टोरंटो रे जो कॉन्फ्रेंस होता बा जो आमर टोरंटो रे जो आलोचना चक्र होता से टोरंटो से आलोचना चक्र जदि देखा जाए प्राधान्य दि जाता अंगारकाम्ल जो आमर निष्कासन होचे अंगारकाम्ल जो आमर निष्कासित होचे केउंटार ना आमर कल कारखाना हो बा आमर जो मोटर जान हो ये सब जो अंगारकाम्ल निष्कासन होचे यह केउं बड़े भाबे आमर जो विश्व स्तर रे जो तापमात्रा वृद्धि सहित या क्यों बड़ी भाव गोटे अदृश्य युद्ध बा जहाँ कह जाए आमर गोटे अदृश्य जो भाव गोटे युद्ध हेल्ले क्षय क्षति होता है किंतु युद्धटा सब आखि की देखा जाए कि जब देखा जाए जो कार्बन एमिशन होगा द्वारा यह द्वारा परिवेश प्रदूषण गोटे अदृश्य विपद जहाँ मनुष्य समाज को आखि को देखा न गले क्यों भाव क्षति आनी दौर से विषय आलोचना करा एवं यार 3 वर्ष पर 1988 मसीह जो टोरंटो कॉन्फ्रेंस 3 वर्ष पर यूनाइटेड नेशंस एनवायरमेंटल प्रोग्राम आमर जो मिलित जातिसंघर परिवेश भित्तिक जो केते गुडी योजना एवं वर्ल्ड मेट्रोलॉजिकल ऑर्गेनाइजेशन आमर जो विश्व पानीपाग सूचना जो रही आमर विभाग से माने गोटे पैनल तैयारी करथिले एवं
ये जो पैनल तैयारी करथिले से एई जो विषय वस्तु गुडी रहला सेठार मुख्यतः भाव में से विषय वस्तु गुडी आलोचना करा जायतिला एवं जे देखा जाय केते गुडी हमर मीटिंग रहिछि बा हमर एई जो मुख्य केते गुडी आलोचना चक्र को छाडिले आउ जो अनेक गुडी केते गुडी आलोचना चक्र होइतिला सेमाननको मध्यरे जदि देखिबा फ्रांकोफोन समिट हमर ढाकार रो आ स्मॉल आइलैंड स्टेट्स मीटिंग जी ग्रुप ऑफ 7 जोटा हम G7 मीटिंग कहता कॉमनवेल्थ समिट एवं आ केते गुडी ए गुडी अनेक जो हमर कोहा जाय आलोचना चक्र आरंभ होइतिला 1992 मसिया जो देखा जाए हमर यूनाइटेड नेशन कॉन्फ्रेंस ऑन एनवायरनमेंट एंड डेवलपमेंट रो ऑर्गेनाइज करा हेतिला एवं ता हम समस्त जानि छे रियो डी जेनेरो रे हेतिला जहाँ को हमें मुख्यतः भाव में समस्त से जो हमर डिक्लेरेशन रे अत्यंत लोकप्रिय हम समस्त जानि छे रियो डिक्लेरेशन नाम ताको एवं ये देखा जाए ये जो विश्व स्तर रे जो हमर तापमात्रा वृद्धि घटिला बा जो ग्लोबल वार्मिंग है यार प्रभावटा सब देश ऊपर पड़ुला कारण आम समस्ते जानिछे जे प्रथम आम आलोचना करथिले जे आजिर जो परिवेश भित्तिक जो परिवर्तन देखा जाउछि बा एनवायरमेंटल चेंज जो होछि क्लाइमेट चेंज होछि पानीपाग रे जो परिवर्तन होछि या केवल सीमित होई गोटे निर्दिष्ट भौगोलिक जो हमर स्थान रहिछि बा गोटे निर्दिष्ट पर्टिकुलर जियोग्राफी जहाँ हम कहीदे बा गोटे पर्टिकुलर एरिया बा गोटे निर्दिष्ट स्थान बा गोटे निर्दिष्ट भौगोलिक स्थान रे सीमित होइना जदि परिवेश परिवर्तन जदि हम देखिबा या जदि गोटे देश रे होछि यार प्रभाव समग्र विश्व ऊपर पड़ुछि तेणु जो हमें जतले देखिबा ग्लोबल वार्मिंग कथा जतले आलोचना विश्व स्तर रे हला जदिओ सेही समय रे भारत रे ग्लोबल वार्मिंग सेते मात्रा रे परिलक्षित हेउ नथिला जदि देखिबा हम अधिकांश जगह रे भारत रो अधिकांश जो स्थान रहिছে सेगुड़िक से स्थान गुड़िक जदिओ यह परिलक्षित हेउ नथिला किंतु यह धीरे धीरे जो हमर समय परिवर्तन क्रमे भारत रे मध्य जो हमर ग्लोबल वार्मिंग रहिছে बा जो हमर परिवेश रो जो हमर ये रहिছে ता परिलक्षित होइथिला एवं ताकू सामना करिया पई एवं ताकू बा तार कोनोसी से भली हम जो तार जो प्रभाव रहिछि ग्लोबल वार्मिंग रो बा ग्लोबल वार्मिंग रो जो कारण गुडी को मध्य रहिछि ताकू केउ भली भाबे जो हमर कुआ जाय ताकू केउ भली भाबे जने आयत्त करबो एवं ता ऊपर गोटे रेगुलेशन बा केउ भली भाबे ता ऊपर अंकुश लगा जाय परबो एवं ग्लोबल वार्मिंग जो जहाँ अन्य विकसित देश माने जो भली भाबे यार सम्मुखीन हेउछंती जो इंडस्ट्रियलाइजेशन हो कि जो अधिकांश जो हमर आधुनिकीकरण हो ये जो आर प्रभावटा क्यों भाव कमा जाई परिबो ए संबंध रे मुख्यतः भाव में आलोचना करा जायता एवं जहाँ हमें देखिले जहाँ विश्व स्तर रे जोटी हमें देखिले 1970 दशक रे यह गोटे मुख्य आलोचना रे विषय वस्तु होइतला ऑलमोस्ट आफ्टर ए डिकेड बा हमर जो कह जाए 2 डिकेड पाखापाखि 2 डिकेड बा 2 दशंधि परे जो देखा जाए 1980 दशंधि शेष भाग को भारत रे जो ग्लोबल वार्मिंग रही बा जो हमर तापमात्रा जो वृद्धि होइছে से संबंध रे जाना पड़ता एवं तार प्रभाव अनुभूत होइथिला एवं जहाँ को नहीं सरकार एवं केते गुडी जो हमर रहले सिविल सोसाइटी ऑर्गेनाइजेशन से माने मध्य तत्पर होई उठथिले से विषय ये करे पे जदि देखा जाए यह को राजनीतिक मुद्दा बा राजनीतिक विषय वस्तु होई कि हमर भारत रो जो राजनीतिक बा पॉलिटिकल डिस्कशन सब रही बा जो तर्जमा रही राजनीतिक तर्जमा धीरे धीरे आम जो देखा परिवेश भित्तिक केते गुडी जो विषय वस्तु रहला ता धीरे धीरे राजनीतिक ये हमर जो विषय वस्तु गुडी रही
ତା ସେଇ ଯୋଉ ଆଲୋଚନା ଚକ୍ର ଗୁଡିକ ରହିଛି ସେଠାରେ ସ୍ଥାନ ପାଇଥିଲା। ଏବଂ ଏଠାରେ ଦେଖାଯାଏ ଯେ କେଉଁଭଳି ଭାବେ ପ୍ରଥମେ ଯୋଉ ଭାରତର ଯୋଉ ଆମେ ଦେଖିବା ପ୍ରଗତି ଦେଖିବା, ଯଦି ତାର ଆମର ଡେଭଲପମେଣ୍ଟ ଦେଖିବା, କେଉଁଭଳି ଭାବେ ଏହା ପ୍ରଥମେ ସୀମିତ ହୋଇ ରହିଥିଲା। ଯୋଉ ଆମର ଦେଖାଯାଏ କେବଳ ଡେଭଲପମେଣ୍ଟ କହିଲେ ଇକୋନୋମିକ ଡେଭଲପମେଣ୍ଟକୁ ସୀମିତ ହୋଇ ରହିଥିଲା, ଏବଂ ଯୋଉ ଆମର ସୋସିଆଲ ଡେଭଲପମେଣ୍ଟ ବା ଯୋଉ ସାମାଜିକ ବିକାଶ, ଯୋଉଥିରେ ଆମେ ପରିବେଶଠୁ ନେଇ ସାଂସ୍କୃତିକ ଯୋଉ ବିଷୟବସ୍ତୁ ଗୁଡିକ ରହିଛି ସେଗୁଡିକ ମଧ୍ୟ ପ୍ରଥମେ ଏଗୁଡିକୁ କେବେ ହେଲେ ଗୋଟେ ଆଲୋଚନାର ବିଷୟବସ୍ତୁ ଭାବରେ ଗ୍ରହଣ କରାଯାଉନଥିଲା। ପ୍ରଥମେ କିନ୍ତୁ ଦେଖିବାକୁ ମିଳିଲା ଏଇ ଯୋଉ 1980 ଦଶନ୍ଧିର ଶେଷ ଭାଗ ବେଳକୁ ଯେ ଏନଭାୟରମେଣ୍ଟ ବା ଆମର ଯୋଉ ଯେହେତୁ ପରିବେଶ ଭିତ୍ତିକ ଅନେକ ଗୁଡ଼ିଏ ପରିବର୍ତ୍ତନ ଦେଖାଗଲା, ମୁଖ୍ୟତଃ ଭାବରେ ଯୋଉ ଗ୍ଲୋବାଲ ୱାର୍ମିଂ ହେଲା ଏବଂ ଅନ୍ୟ କେତେ ଗୁଡ଼ିଏ ଇଏ ରହିଲା। ଏହା ମାଧ୍ୟମରେ କଣ ହେଲା ନା ରାଜନୈତିକ ଯୋଉ ଆଲୋଚନା ଚକ୍ରରେ ପରିବେଶ ସମ୍ବନ୍ଧୀୟ ଯୋଉ ବିଷୟବସ୍ତୁ ଗୁଡ଼ିକ ରହିଲା ଧୀରେ ଧୀରେ ଆସିବା ପାଇଁ ଲାଗିଲା ବା ଆଲୋଚନା ହବା ଆରମ୍ଭ ହେଲା। ଏବଂ ଯଦି ଦେଖାଯାଏ ଭାରତ ସମ୍ବନ୍ଧରେ ବା ଭାରତ ସନ୍ଦର୍ଭରେ ବିଶ୍ୱ ସ୍ତରରେ ଯୋଉ ଗ୍ଲୋବାଲ ୱାର୍ମିଂକୁ ବା ଯୋଉ ତାପମାତ୍ରାର ବୃଦ୍ଧିକୁ ନେଇ ଯୋଉ ଆଲୋଚନା କରାଯାଉଥିଲା, ଭାରତ ସନ୍ଦର୍ଭରେ ଯଦି ଦେଖାଯାଏ ଏହା ଅତ୍ୟନ୍ତ ଗୋଟେ ଯୋଉ ଆଲୋଚନା ଚକ୍ରଟି ଗୋଟେ ବିଶାଳ ଆଲୋଚନା ଚକ୍ରରେ ଇଏ ହୋଇଥିଲା। ଏବଂ ଯଦି ଦେଖାଯାଏ ଭାରତ ଭଳି ଗୋଟେ ଦେଶ ଯେଉଁଠାରେ ଯାହାର ଯୋଉ ଡାଇଭରସିଟି ବା ଯୋଉ ବିଭିନ୍ନତା, ଏତେ ପ୍ରକାରର ବିଭିନ୍ନତା ରହିଛି ଏ ସମାଜରେ ବା ଏଇ ଦେଶରେ, ଆମେ ଯଦି ଦେଖିବା ଧର୍ମଜନିତ ବିଭିନ୍ନତା ହଉ, ଆମେ ଯଦି ଦେଖିବା ଜାତିଜନିତ ବିଭିନ୍ନତା ହଉ, ଆମେ ଯଦି ଦେଖିବା ଲିଙ୍ଗଜନିତ ବିଭିନ୍ନତା ହଉ, ଆମେ ଯଦି ଦେଖିବା ଗୋଟେ ଭୌଗୋଳିକ ସ୍ଥାନ ଜନିତ ବିଭିନ୍ନତା, ସବୁଠାରେ ଲୋକମାନଙ୍କର ଜୀବନ ଶୈଳୀ ଅଲଗା, ସବୁଠାରେ ଲୋକମାନଙ୍କର ପରିବେଶ ସହିତ ସମ୍ପର୍କ ଅଲଗା। ଯଦି ଦେଖିବା ଆମେ ଗୋଟେ ଜନଜାତି ସମୁଦାୟକୁ ଦେଖିବା ଯେଉଁମାନଙ୍କର ପରିବେଶ ସହିତ ନିବିଡ଼ ସମ୍ପର୍କ ରହିଛି, ପ୍ରତ୍ୟକ୍ଷ ଯୋଉ ଆମର କୁହାଯାଏ ନିବିଡ଼ ସମ୍ପର୍କ ରହିଛି, ସେ ଯୋଉ ସମୁଦାୟ ହଉ କିମ୍ବା ଆମର ଯୋଉ ଅନ୍ୟ ସମୁଦାୟ ରହିଲେ, ଯଦି ଦେଖିବା ଧର୍ମଜନିତ ସମୁଦାୟ ଦେଖିବା, କିଛି ଧର୍ମ ଯୋଉମାନେ ପରିବେଶ ଭିତ୍ତିକ ଯୋଉ ସଚେତନତା ସେମାନଙ୍କର ଅଧିକ ଥାଏ, କିଛି ଧର୍ମ ଯୋଉମାନଙ୍କର ଯଦି ଦେଖିବା କମ୍ ଥାଏ, ସେଇଭଳି ଭାବେ କିଛି ଯଦି ଲିଙ୍ଗଗତ ପ୍ରଭେଦ ଦେଖିବା, କେଉଁଭଳି ଭାବେ ଯେଉଁମାନେ ଇକୋ ଫେମିନିଷ୍ଟ ରହିଲେ ବା ଯେଉଁମାନେ ନାରୀବାଦକୁ ନେଇକରି ନିଜର ଯୁକ୍ତି ଉପସ୍ଥାପନ କରିଥାନ୍ତି, ସେମାନେ କେଉଁଭଳି ଭାବେ ସବୁବେଳେ କହିଥାନ୍ତି ଯେ ଯେଉଁମାନେ ବାସ୍ତବରେ ନାରୀମାନେ ହିଁ ପ୍ରକୃତରେ ପ୍ରକୃତି ସହିତ ଅତ୍ୟନ୍ତ ପ୍ରତ୍ୟକ୍ଷ ଭାବରେ ସେମାନେ ଜଡ଼ିତ ଏବଂ ସେମାନଙ୍କର ବହୁତ ସାମଞ୍ଜସ୍ୟ ରହିଛି ଗୋଟେ ନାରୀ ସହିତ ପ୍ରକୃତିର। ଏବଂ ଯେ ଦେଖିବା ସେଇଭଳି ଭାବେ ଆମେ କେତେ ଗୁଡ଼ିଏ ଯୋଉ ରହିଲେ ମାର୍କ୍ସବାଦୀ, ଯେଉଁମାନେ ସବୁବେଳେ ଯୋଉ ଶ୍ରେଣୀ ବା ବର୍ଗକୁ ନେଇ ନିଜର ବା କ୍ଲାସକୁ ନେଇକି ନିଜର ଆନାଲିସିସ୍ ବା ତର୍ଜମା କରିଥାନ୍ତି, ସେମାନେ କେଉଁଭଳି ଭାବେ କହିଛନ୍ତି ଯେ ଗୋଟିଏ ଯୋଉ ଆମର ରୁରାଲ କ୍ଲାସ ରହିଲେ ବା ଗୋଟେ ଗ୍ରାମୀଣ ବ୍ୟକ୍ତି ବିଶେଷ ବା ଗୋଟେ ଗ୍ରାମୀଣ ସମୁଦାୟ, ତାହା କିଭଳି ଭାବରେ ପରିବେଶ ସହିତ ଅତ୍ୟନ୍ତ ନିବିଡ଼ ଭାବରେ ବା ଅତ୍ୟନ୍ତ ଇଏ ଭାବରେ ଜଡ଼ିତ, କିନ୍ତୁ ଗୋଟେ ସହରାଞ୍ଚଳରେ ବସବାସ କରୁଥିବା ଲୋକଟି ଏତେ ନିବିଡ଼ ଭାବରେ ଜଡ଼ିତ ନୁହେଁ, କାରଣ ତାର ପ୍ରକୃତି ସହିତ ଯୋଉ ଆମର ରହିବା କଥା ଯୋଉ ସମ୍ପର୍କ ବା ନିବିଡ଼ତା ତାହା ରହିପାରେ ନାହିଁ। କିନ୍ତୁ ଗୋଟେ ଗ୍ରାମୀଣ ଇଏରେ ବସବାସ କରୁଥିବା ଲୋକ, ସେ ସବୁବେଳେ ଯେହେତୁ ନିଜେ ପ୍ରକୃତି ହିଁ ତାର ଜୀବିକା, ଜୀବନ ଜୀବିକାର ଏକମାତ୍ର ଉତ୍ସ ଏବଂ ପ୍ରକୃତିରୁ ହିଁ ସେ ନିଜର ଜୀବିକା, ଜୀବନ ଏବଂ ଜୀବିକା ଉପାର୍ଜନ କରିବ, ତେଣୁ ସବୁବେଳେ ତାର ନିର୍ଭରତା ପ୍ରକୃତି ଉପରେ ରହିଥାଏ। ଏବଂ ଏହାର ଫଳସ୍ୱରୂପ ସେ ମଧ୍ୟ ଯଦି ଦେଖାଯାଏ ପ୍ରକୃତିର ଯତ୍ନ ନେବା ତା ପାଇଁ ଗୋଟେ ମୋରାଲ ରେସ୍ପନ୍ସିବିଲିଟି ବୋଲି ଆମେ ସମସ୍ତେ ଜାଣିଥାଉ। ତେଣୁ ଏଇଭଳି ଗୋଟିଏ ଦେଶରେ ଯେଉଁଠି ଭିନ୍ନ ସମୁଦାୟ, ଭିନ୍ନ ବିଶ୍ୱାସ, ଭିନ୍ନ ଭୌଗୋଳିକ ଅବସ୍ଥିତି, ଏଭଳି ଜାଗାରେ ଗୋଟେ ଆମର ଗୋଟେ ନିର୍ଦ୍ଦିଷ୍ଟ ପଲିସି ବା ଯୋଜନା ତିଆରି କରିବା, ଯେଉଁଥିରେ ସବୁ ସମୁଦାୟ, ସବୁ ବର୍ଗର ଲୋକ, ସବୁ ସ୍ଥାନର ଲୋକ, ସବୁ ଲିଙ୍ଗର ଲୋକ
ସମ୍ମିଳିତ ହୋଇପାରିବେ ସେଭଳି ଏକ କୌଣସି ଯୋଜନା ଭାରତ ଭଳି ଦେଶରେ ପ୍ରଚଳନ କରିବା କଷ୍ଟସାଧ୍ୟ ଥିଲା। ଏବଂ ଯଦି ଦେଖାଯାଏ ଆମର ଭାରତର ଯଦି ବିକାଶ ଦେଖାଯାଏ ପ୍ରଥମରୁ ହିଁ ଭାରତ ଗୋଟିଏ ତାର ଯେଉଁ ଆମର ରହିଛି ରିସୋର୍ସେସ୍ ବା ସମ୍ପତ୍ତି ରହିଛି ବା ସମ୍ପଦ ଗୁଡ଼ିକ ରହିଛି ତାକୁ ସବୁବେଳେ ପାଇଁ ଗୋଟେ ବୈଜ୍ଞାନିକ ଏବଂ ଯେଉଁ ଆମର ଯାନ୍ତ୍ରିକ ଇଏ ଦ୍ୱାରା ହିଁ ସେମାନେ ପ୍ରଥମରୁ ହିଁ ତାକୁ କେଉଁଭଳି ଭାବେ ବ୍ୟବହାର କରିବେ ତା ଉପରେ ନିଜର ଯାହା କୁହନ୍ତି ଯୋଜନାବଦ୍ଧ ଭାବରେ ତା ଉପରେ ଆଲୋଚନା କରିଥିଲେ। ଯଦି ଦେଖାଯାଏ ଉଚ୍ଚଶିକ୍ଷା ବିଜ୍ଞାନ ଯାନ୍ତ୍ରିକ ଶିକ୍ଷା ଅନେକାଂଶରେ ଯାହା କୁହାଯାଏ ଆମେ ପ୍ରଚଳନ କରାଯାଇଥିଲା ଏବଂ ଏହାକୁ ଅନେକାଂଶରେ ପ୍ରୋତ୍ସାହନ ମଧ୍ୟ ଦିଆଯାଇଥିଲା। ଏବଂ ଯେଉଁ ପ୍ରୋତ୍ସାହନ ଦିଆଯାଇଥିଲା ତାର ମୁଖ୍ୟ କାରଣ ଥିଲା ଯେ ଗୋଟେ ଭାରତକୁ ଏଭଳି ଗୋଟେ ଦେଶ ବିକଶିତ ଦେଶ ଭାବରେ ଗଢ଼ି ଉଠିବ ଯେଉଁଠାରେ କି ପ୍ରକୃତରେ ଯେଉଁ ଆମର ସ୍କିଲ୍ ଲେବର କୁହାଯାଏ ବା ଆମର ଯେଉଁ ତାଲିମ ପ୍ରାପ୍ତ ଯେଉଁ ୱାର୍କର ଯେଉଁମାନେ ରହିଲେ ସେମାନଙ୍କର ଯେଉଁଭଳି ଅଭାବ ନ ହୁଏ। ଯଦି ଦେଖିବା ଆମେ ପ୍ରଥମେ ଯଦି ଇଣ୍ଡିଆର ବା ଭାରତର ଯଦି ଆମେ ଦେଖିବା ଯେଉଁ ବିକାଶର ଯାତ୍ରା ରହିଛି ତାକୁ ଯଦି ଆମେ ଆଲୋଚନା କରିବା ଯେଉଁ ପିସି ମହାଲନୋବିସ୍ ପ୍ଲାନ୍ ହେଲା ବା ଆମର ନେହେରୁଙ୍କର ଯେଉଁ ସୋସିଆଲିଷ୍ଟ ଇଏ ଯେଉଁ ଭିଜନ ଥିଲା ସେଠାରେ କେଉଁଭଳି ଭାବେ ସେ ପ୍ରଥମେ କେତେ ଗୁଡ଼ିଏ ଯଦି ଦେଖାଯାଏ ବିକାଶମୂଳକ ଭାବେ କେତେ ଗୁଡ଼ିଏ କଳକାରଖାନାର ସ୍ଥାପନା କରିଥିଲେ। ଯଦି ଯାହାକୁ ଆମେ ଦେଖୁଛୁ ଆମେ ଆଜିକାଲି ସେଲ୍ ଯେଉଁ ଯାହାକୁ ଆମେ କହିଥାଉ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ବା ଆମର ଯେଉଁ ଭାରତ ସରକାର ଯେଉଁ କେତେ ଗୁଡ଼ିଏ PSU ରହିଛି ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ ଯେଉଁ କମ୍ପାନୀ ଗୁଡ଼ାକ ରହିଛି ତାହା ପ୍ରଥମେ କେଉଁଭଳି ଭାବେ ନେହେରୁ ସ୍ଥାପନ କରିଥିଲେ ଏବଂ ସେଠାରେ କାମ କରିବା ପାଇଁ ଯେଉଁ ଆମର ଆବଶ୍ୟକୀୟ ଯେଉଁ ଇଞ୍ଜିନିୟର୍ସ ବା ଯନ୍ତ୍ରୀଙ୍କୁ ଟ୍ରେନିଂ ଦେବା ପାଇଁ ବା ଶିକ୍ଷା ଦେବା ପାଇଁ ବା ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା ପାଇଁ କେଉଁଭଳି ଭାବେ ଶିକ୍ଷା ଅନୁଷ୍ଠାନ ଉଚ୍ଚଶିକ୍ଷା ଅନୁଷ୍ଠାନ ମାନଙ୍କର ସ୍ଥାପନା କରାଯାଇଥିଲା ଯେଉଁମାନେ ଆମେ ସମସ୍ତେ ଜାଣିଛେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପରବର୍ତ୍ତୀ କାଳରେ କେତେ ଗୁଡ଼ିଏ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମଧ୍ୟ ଆସିଲା। ଏଗୁଡ଼ିକ ସ୍ଥାପନା କରାଯାଇଥିଲା କେବଳ ଯେ ଆମେ ଗୋଟେ ବିକଶିତ ଦେଶର ପରିକଳ୍ପନା କରିପାରିବା ଏବଂ ବିକଶିତ ଦେଶ ପାଇଁ ଯାହା ଆବଶ୍ୟକ ରହିଛି ତାର ଆବଶ୍ୟକତାଟାକୁ ଆମେ ପୂରଣ କରିପାରିବା। କିନ୍ତୁ ଯଦି ଦେଖାଯାଏ ଭାରତର ଯେଉଁ ଅତ୍ୟନ୍ତ ଯେଉଁ ଆମ୍ବିସିୟସ୍ ପ୍ରୋଜେକ୍ଟ ରହିଥିଲା ବା ଯେଉଁ ଭାରତ ଯେଉଁ ସ୍ପୃହା ଯେଉଁ ଆଗ୍ରହର ସହିତ ଯେଉଁ ଆମର ଶିଳ୍ପର ବିକାଶ ପାଇଁ ଯେଉଁ ଚେଷ୍ଟା କରିଥିଲା ବା ଯେଉଁ ଯୋଜନା କରିଥିଲା ଏହା ଅନେକାଂଶରେ ବିଫଳ ହୋଇଥିଲା। ଅନେକ ବୁଦ୍ଧିଜୀବୀ ବା ଯେଉଁମାନେ ଇଣ୍ଟେଲେକ୍ଚୁଆଲ୍ସ ରହିଲେ ଆମର ସେମାନେ ସମାଲୋଚନା କରିଥାନ୍ତି ଭାରତର ଯେଉଁ ସ୍କିଲ୍ ଏଜୁକେସନ୍ ବା ଆମର ଯେଉଁ ପ୍ରୋଫେସନାଲ ସ୍କିଲ୍ ଏଜୁକେସନ୍ର ଯେଉଁ ଡେଫିସିଏନ୍ସି ରହିଲା ବା ଯେଉଁ କମି ରହିଲା ସେଇଥିପାଇଁ ମିଳିପାରିଲା ନାହିଁ ବୋଲି। ଏବଂ ଯଦି ଦେଖାଯାଏ ଭାରତର ଯେଉଁ ସାଇଣ୍ଟିଫିକ୍ ରିସର୍ଚ୍ଚ ରହିଛି ବା ବିଜ୍ଞାନ ସମ୍ବନ୍ଧୀୟ ଯେଉଁ ଗବେଷଣା ଗୁଡ଼ିକ ରହିଛି ତା ମଧ୍ୟରେ ଏବଂ ଆମର ଯେଉଁ ଯୋଜନା ଗୁଡ଼ିକ ରହିଛି ପରିବେଶକୁ ବୁଝିବା ପାଇଁ ବା ପରିବେଶ ସମ୍ବନ୍ଧରେ ଜାଣିବା ପାଇଁ ତା ମଧ୍ୟରେ ଅନେକ ପାର୍ଥକ୍ୟ ଦେଖାଯାଇଥିଲା। ଏବଂ ଯଦି ଦେଖାଯାଏ ଯେଉଁ ଆମର ସାଇଣ୍ଟିଫିକ୍ ବା ବିଜ୍ଞାନ ସମ୍ବନ୍ଧୀୟ ଯେଉଁ କେତେ ଗୁଡ଼ିଏ ଗବେଷଣା ରହିଛି ତା ମୁଖ୍ୟତଃ ଭାବରେ ଯେଉଁ ଲାବୋରେଟୋରୀ ରହିଛି ବା ଆମର ଯେଉଁ ଗବେଷଣା ଗୃହ ରହିଛି ସେଇଠାରେ ହିଁ ହୋଇଥାଏ। ଏବଂ ଯେଉଁ ପଲିସି ମେକର ବା ଯେଉଁମାନେ ଯୋଜନା ବାସ୍ତବରେ ପ୍ରଣୟନ କରିଥାନ୍ତି ବା ଯୋଜନା ସରକାରଙ୍କୁ ଯୋଜନା ଦେଇଥାନ୍ତି ସେମାନେ ମୁଖ୍ୟତଃ ଭାବରେ ଯେଉଁ ଆମର NGOs ବା ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ୍ ଯେଉଁ ବେସରକାରୀ ଯେଉଁ କେତେ ଗୁଡ଼ିଏ ସଂସ୍ଥା ରହିଲେ ସେଇଠାରେ ହିଁ କାମ କରୁଥିଲେ। ଯଦି ଦେଖାଯାଏ ଏ ଯେଉଁ ପଲିସି ମେକର ରହିଲେ ସେମାନେ NGOsରୁ
ଏବଂ କିଛି କାଂଶରେ ଆମର ଯଦି ଦେଖିବା ଆମର ଅନେକାଂଶରେ ମଧ୍ୟ ଆମର ଯେଉଁ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ରହିଲା ଏବଂ କେତେ ଗୁଡ଼ିଏ ଆକାଡେମିକ୍ ଅର୍ଗାନାଇଜେସନ୍ ୟୁନିଭର୍ସିଟି ବିଶ୍ୱବିଦ୍ୟାଳୟ ହେଲା କଲେଜ ହେଲା ସେଠାରେ ମଧ୍ୟ ରହିଥିଲେ। ଏବଂ ଯଦି ଦେଖାଯାଏ ଭାରତ ଗୋଟିଏ ମଧ୍ୟ ଯାହାକୁ ଆମେ କହିବା ଭାରତର ଭୂମିକା ଯେଉଁ ଆମର ଗ୍ରୀନ୍ ଗ୍ୟାସ୍ ରହିଛି বা ଗ୍ରୀନ୍ ହାଉସ୍ ଗ୍ୟାସ୍ ରହିଛି ଭାରତର ଭୂମିକା କଦାପି ବି ଆମେ ଯଦି ଦେଖିବା କେବେ ହେଲେ କମ୍ ନୁହେଁ। ଭାରତ ମଧ୍ୟ ଗୋଟେ ଯଦିଓ ଆମେ ସବୁବେଳେ କହିଥାଉ ଭାରତ ଆମେରିକାଠୁ ପଛରେ ରହିଛି ଏବଂ ଅନ୍ୟ କେତେ ଗୁଡ଼ିଏ ବିକଶିତ ଦେଶଠୁ ପଛରେ ରହିଛି, କିନ୍ତୁ ଭାରତ ଅନ୍ୟ ମାନେ ଯଦି ଦେଖିବା ଆମେ ଭାରତର ଯେଉଁ ଆମର ଗ୍ରୀନ୍ ହାଉସ୍ ଗ୍ୟାସ୍ ଆମର ନିଷ୍କାସନରେ ବା ଯେଉଁ ବାୟୁମଣ୍ଡଳକୁ ଯାଇଥାଏ ଯେଉଁ ଗ୍ରୀନ୍ ହାଉସ୍ ଗ୍ୟାସ୍ ତାଦେହରେ ସେଥିରେ ଭାରତର ଭୂମିକା ମଧ୍ୟ ବହୁତ ରହିଛି। ଏବଂ ଯଦି ଦେଖିବା ଯେଉଁ 2008ରୁ 2035 ମଧ୍ୟରେ ଏହାର ଯେଉଁ ଆମର ପରିମାଣ 2.5 ଗୁଣ ବଢ଼ିଯିବାର ସମ୍ଭାବନା ଅଛି, 2.5 ଗୁଣ ବଢ଼ିବାର ସମ୍ଭାବନା ଅଛି। ଯେ ଦେଖାଯାଏ ଏହାକୁ ନେଇ ଆମର ଗୋଟେ ଚୁକ୍ତିର ବା ଚୁକ୍ତି ନାମରେ ସ୍ୱାକ୍ଷର କରିବା ପାଇଁ ଆମର ଚୁକ୍ତିନାମାରେ ନିଜର ଦେଶକୁ ଗୋଟେ ଅଂଶ କରିବା ପାଇଁ ଯେତେବେଳେ ଡାକରା ଦିଆହେଲା ସେତେବେଳେ ଅନେକ ଗୁଡ଼ିଏ ବିକଶିତ ଦେଶମାନ ମଧ୍ୟରୁ ଆମେ ଯଦି ଦେଖିବା ୟୁନାଇଟେଡ୍ ଷ୍ଟେଟ୍ସ ବା ଯାହାକୁ ଆମେ ଯୁକ୍ତରାଷ୍ଟ୍ର ବୋଲି କହିଥାଉ ସେଇ ଯେଉଁ ଆମର ସବୁଠାରୁ ଯାହାକୁ ବିକଶିତ ଦେଶ ବୋଲି କୁହାଯାଏ ଏହି ଦେଶ ବା ୟୁନାଇଟେଡ୍ ଷ୍ଟେଟ୍ସ ପ୍ରଥମେ ଅରାଜି ହୋଇଥିଲା ବା ଏ ଯେଉଁ ଟ୍ରିଟି ରହିଛି ବା ଚୁକ୍ତି ରହିଛି ଏଥିରେ ସ୍ୱାକ୍ଷର କରିନ ବା ଏଥିରେ ନିଜେ ସ୍ୱାକ୍ଷର କରିନଥିଲେ ଏବଂ ଯେଉଁ ବିକଶିତ ଦେଶମାନେ ରହିଲେ ବା ଯେଉଁ ଆମର ବିକାଶମୁଖୀ ଦେଶ ଗୁଡ଼ିକ ରହିଥିଲେ ଯେଉଁ ଡେଭଲପିଂ କଣ୍ଟ୍ରିଜ ଆମର ରହିଲେ ସେମାନେ ଦେଖିଲେ ଯେ ଯେହେତୁ ବିକଶିତ ଦେଶମାନେ ସବୁଠୁ ଅଧିକ ଅଙ୍ଗାରକାମ୍ଳ ବା ଯେଉଁ ଗ୍ରୀନ୍ ହାଉସ୍ ଗ୍ୟାସ୍ ରହିଛି ସବୁଠୁ ଅଧିକ ନିଷ୍କାସନ କରୁଛନ୍ତି, ଏହା ପ୍ରଥମେ ତାଙ୍କର ଦାୟିତ୍ୱ ସେମାନେ କେଉଁଭଳି ଭାବେ ତାର ପରିମାଣ ବା ନିଷ୍କାସନର ପରିମାଣକୁ କମାଇବେ ଏବଂ ନିଜର ଯେଉଁ ଉତ୍ପାଦନ ରହିଛି ତାକୁ କେଉଁଭଳି ଭାବେ ସୀମିତ ରଖିବେ। ଏବଂ ଯଦି ଦେଖାଯାଏ ଯେଉଁ ଏଇ ଯେଉଁ ଯୋଜନା ଗୁଡ଼ିକ ଆସିଲା এই ଯୋଜନା ଗୁଡ଼ିକ ମୁଖ୍ୟତଃ ଭାବରେ ଯଦି ଦେଖାଯାଏ କିଛି ଯେଉଁ ବୈଜ୍ଞାନିକ ମାନେ ବା କିଛି ବୁଦ୍ଧିଜୀବୀ ମାନେ ରହିଲେ ସେମାନେ ସବୁବେଳେ ଏହାକୁ ସମାଲୋଚନା କରୁଥିଲେ ଯେ ଏଇ ଯେଉଁ ଯୋଜନା ଗୁଡ଼ିକ ରହିଛି ଏହା ମୁଖ୍ୟତଃ ଭାବରେ ଗୋଟେ ଏନଭାରମେଣ୍ଟାଲ କଲୋନିଆଲିଜିମ୍ ବା ଆମର ଯାହାକୁ କୁହାଯାଏ ଆମର ପରିବେଶ ଭିତ୍ତିକ ଉପନିବେଶବାଦ ଯାହାକୁ କୁହାଯାଏ ତାକୁ କଲୋନିଆଲିଜିମ୍ ବା ଏନଭାରମେଣ୍ଟାଲ କଲୋନିଆଲିଜିମ୍ ବୋଲି ଆଖ୍ୟା ଦେଇଥିଲେ। ଏବଂ ଯେ ଦେଖାଯାଏ ଯେଉଁ ଆମର ୟୁନାଇଟେଡ୍ ଷ୍ଟେଟ୍ସ ତାର ଯେଉଁ ରହିଛି ୱାର୍ଲଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ୍ ମିଳିତ ଜାତିସଂଘ ସହିତ ସମ୍ମିଳିତ ଭାବରେ ଗୋଟେ ଯେଉଁ ରିପୋର୍ଟ ଇଏ କରିଥିଲେ ପବ୍ଲିଶ କରିଥିଲେ ସେଥିରେ ସେମାନେ ତାକୁ ନାମକରଣ କରିଥିଲେ ଏନଭାରମେଣ୍ଟାଲ କଲୋନିଆଲିଜିମ୍। ଏବଂ ଯଦି ଦେଖାଯାଏ এই ଯେଉଁ ଆମର ୱାର୍ଲଡ ରିସୋର୍ସ ଇନଷ୍ଟିଚ୍ୟୁଟ୍ ରହିଲା ତାର ଯେଉଁ ଯୁକ୍ତି ରହିଛି ବା ସେମାନେ ଯେଉଁ ଗବେଷଣା କରିଛନ୍ତି ସେମାନେ ଜାଣିବା ପାଇଁ ପାଇଛନ୍ତି ଯେ ଯେଉଁ ଦେଶ ଗୁଡ଼ିକ ବର୍ତ୍ତମାନ ବିକାଶମୁଖୀ ବା ବିକଶିତ ହେଉଛନ୍ତି ସେମାନେ ସବୁବେଳେ ସେମାନଙ୍କ ମଧ୍ୟରେ ଗୋଟେ ଭୟ ରହୁଛି ଯେ ଯଦି ସେମାନେ ପ୍ରକୃତରେ ଏଇ ଯେଉଁ
ग्रीन हाउस गैस एमिशन बा तार निष्कासन को जदि कम करने ପାଇଁ चेष्टा करेंगे ताहले सेमानकर उत्पादन ह्रास पाइब एवं सेमानक देश जो विकास पथरे आगे चली ताहा केउठी ना केउठी प्रभावित हो एवं जे देखा जाए यह को छाड़िले मध्य हमर जो कोल रही कोयला एवं हमर जो भारत रे कृषि कार्य गुड़िक रही कृषि कार्य गुड़िक रहा जो मुख्यतः भाव में देखा मिथेन गैस भली गैस बा हमर जो प्रदूषक निष्कासित करथांती एवं यह अनेकांश हमर जो ग्लोबल वार्मिंग रही बा जो विश्व स्तर जो तापमात्रा वृद्धि रही से अनेकांश ग्लोबल ताप जो आम विश्व स्तर जो तापमात्रा वृद्धि होची जो कारण रही है अनेकांश दायी जदि देखा जे सुनीता नारायणन जो आमर जड़े परिवेशविद रही से क्यों भाव कहते जे जो विकसित धनी राष्ट्र मान रहिले से माने क्यों भाव तांकर जो भूल करछन्ती बा तांको द्वारा जो त्रुटि करछन्ती त्रुटि हैला जो हमर डेवलपमेंट पॉलिसी जेंति कोहाला गोटे उदाहरण नवा गोटे अमेरिकीय कंपनी से क्यों भाव निज देश व्यतीत अनेक गुड़िए देश रे अनेक गुड़िए निजर मैन्युफैक्चरिंग यूनिट जहाँ हम कहता कारखाना कहता तार किभली भाव स्थापना करछे एहा द्वारा कोन होछि ना गोटे कंपनी जदियो से गोटे देश रे तार व्यापार आरंभ करथिला बा तार बिजनेस आरंभ करथिला धीरे धीरे से क्यों अन्य देश गुडी को तार जो काया विस्तार करछे एवं एहा क्यों भाव जो हमर प्रदूषण रे अंशीदार हुए बा जो हमर जोग दौरान ये संबंध में से कहते से कहते प्रथम आम जब प्रकृत परिवेश को सुरक्षा देवा चाहे ताले यू वी मस्ट लर्न टू अंडू देयर डेवलपमेंट और प्रथम जो भूल आम कर विकास ना आम परिवर्तन करवा कथा और डेवलप करवा कथा यह द्वारा कौन हो ना जो विकसित देश मैंने जो मैंने प्रकृत विकास चरम सीमा पहुँचले से जब निजर विकास को किसी समय स्थगित रखिए यह द्वारा कौन हो ना गोटे विकास जो मैंने प्रकृत विकास मध्यम भाग अच्छा से विकास जो मैंने जो देश गुड़िकर विकास आरंभ होने अधिक विकसित हो पारे एवं से गोटे तुलनात्मक ये कहते एवं जो देखा से केतोटी प्रश्न पचारि से कहते क्या आम जब देखा जो अंगारकाम्ल जो निष्कासन होची बा तार जो अंश रही तार जो परसेंटेज रही तार जो भाग रही देखा विकसित देश मान जी अंगारकाम्ल त्याग कर अनेकांश अधिक जो आमर विकासमुखी केतोटी देश रही जे देखिबा आमर जो सी सब कहते जदि प्रकृत देखा गोटे विश्वस्तरीय आलोचना बा तर्जमा करवा केते दूर यह जुक्तियुक्त हो जदि आम प्रकृत वास्तव में आम गोटे तुलना करवा जो सहर लंडन भली गोटे सहर बा न्यूयॉर्क भली सहर सेठी जो भाव गाड़ी रू बा गोटे मोटर यान रू जो भाव कार्बन डाइऑक्साइड निष्कासन होची एवं जदि गोटे बड़ जो इंडस्ट्रियल कंट्री देखा जो अमेरिका भली इंडस्ट्रियल कंट्री जो कारखाना विपुल परिमाण कार्बन डाइऑक्साइड बा आम जब अंगारकाम्ल कहू तार निष्कासन होची किंतु जब देखा अन्य पार्श्व गोटे क्षुद्र चाषी सी जो चाष करुच्चे गोटे गाई गोटे गोरु बा कि गाई गोरु जो लालन पालन करुच्चे द्वारा तार जो रही
कार्बन एमिशन मात्रा बा जो अंगारकाम्ल निष्कासन मात्रा अच्छे ताकू कौन प्रकृत में आम तुलना एक्चुअली वास्तववादी गोटे चिंताधारा नुहे एवं जदि देखा जाए जो द एनर्जी रिसर्च इंस्टीट्यूट आम जो कह जाए प्रथम जहाँ को आम टाटा एनर्जी रिसर्च इंस्टीट्यूट बोली कह जाए यह गोटे एभली गोटे जो इंस्टीट्यूट आमर तैयारी करा जायतला जहाँ द्वारा कि आम परिवेश भित्तिक जते समस्या रही आम जहाँ कहवा जो पाणीपाग संबंधी जो केते गुडे समस्या रही तार प्रकृत कारण गुड़िक खोजा एवं तार समाधान क्यों भाव करा जाय परिबा से विषय रे एही जो हमर ऑर्गेनाइजेशन बा जो 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 इंस्टीट्यूशन टे तैयारी हला यह द्वारा मुख्यतः भाव रे जो केंद्र टे तैयारी हला गवेषणा केंद्र एठारे आलोचना करा जाए एवं जो देखा जाए जो विज्ञानी माने बा जो गुणी व्यक्ति विशेष माने ए संबंध रे आलोचना करथिले से माने मुख्यतः भाव तीनोटी विषय वस्तु ऊपर निजर मत उपस्थापन करथिले एवं अनेक अंश रे सम्मति मध्ये मिलतला सेमानकर जो भीतर गोटे हला जे प्रथमे क्यों भली भाबे गोटे नकारात्मक प्रभाव हमर परिवेश परिवर्तन बा जलवायु परिवर्तन द्वारा भारत ऊपर पड़ुछ एवं जे देखा जाए एथिपाई किए दायी एथिपाई से माने जुक्ति उपस्थापन करथिले जे एथिपाई मुख्यतः भाव में विकसित देश माने ही दायी एवं से माने जेहेतु अधिक मात्रा ग्रीन हाउस गैस रो ये करुछन्ते एमिशन करुछन्ते तेणु सेथिपाई से माने ही दायी एवं जे देखिबा जो विकसित देश माने रही गले सेमानंकर जो योगदान रही प्रकृत में जो तापमात्रा वृद्धि पाइबार ग्लोबल वार्मिंग विश्व स्तर में जो तापमात्रा वृद्धि पाइबार से जो भूमिका रही भारत सब कही तार गोटे हिसाब करा एवं जो देश माने रहिले वास्तव में अधिक मात्रा कार्बन डाइऑक्साइड व अंगारकाम्ल निष्कासन कर कार्यानुष्ठान ग्रहण करा दरकार जे देखिबा हमर भारत अत्यंत गोटे जहाँ कहते सचेतन देश भाव में निजर जो हमर परिचय सृष्टि कर सारी किछि विगत वर्ष आगर किंतु जदि देखिबा वास्तव में जदि आम देखिबा गोटे थियोरेटिकल पर्सपेक्टिव नहीं यह केबे हेले संभव होई पारे नहीं भारत पक्षरे जे भारत भले गोटे देश जे संपूर्ण भाव में आमर जो ग्रीन हाउस गैस एमिशन रही जो आम अंगारकाम्ल निष्कासन रही प्रकृत में संपूर्ण भाव में आपको कंट्रोल करने आयत्त कर भारत सफल होना एमे आम जापर जहाँ मुझे गत काली उदाहरण दूसरी क्यों भाव गोटे शीत मासर परिसमाप्ति न घटणु क्यों भाव ग्रीष्मर जो तापमात्रा अच्छे क्यों भाव आम अनुभव कर यार अनुभूति देखा प्रतिदिन खबर कागज जब देखा आम बर्तमान तापमात्रा वृद्धि हूँ गोटे मुख्य आलोचनार विषय वस्तु एवं मु उदाहरण देवी गोटे ये भाव सहर गुड़िकर देखा आम कटक सहर भुवनेश्वर सहर देखा खाली तापमात्रा एठार वृद्धि होनी जब देखा आम क्यों भाव अनेक परिमाण जो गछ गुड़िकर जब देखा आम आजिकल आमर जो डेटाबेस अच्छे आमर रिमोट सेंसिंग डेटाबेस आम जहाँ कही जहाँ द्वारा आम सैटेलाइट द्वारा जो आमर इमेज कैप्चर कराई जो आम जमी देखी सैटेलाइट माध्यम जो वेजिटेशन आमर जो जो गछ लता मानकर जो डेंसिटी थला सेमानंकर जो परिमाण धीरे धीरे कमी कमी जाउछि जदि आम वास्तव में आम गोटे रिमोट सेंसिंग सॉफ्टवेयर माध्यम आम समस्ते जाने इसरो इंडियन स्पेस रिसर्च ऑर्गेनाइजेशन आमर भुवन जहाँ को आम कही
ଏଇ ଯୋଉ ଦୁଇଟି ଅର୍ଗାନାଇଜେସନ ରହିଛି ସେମାନେ କେଉଁଭଳି ଭାବେ ଯୋଉ ମାନଚିତ୍ର ଜନିତ କେତେ ଗୁଡ଼ିଏ ଯୋଉ ଡେଟା ରହିଛି ତାହା ପ୍ରଦାନ କରିଥାନ୍ତି। ଏହା ଦ୍ୱାରା ଆମେ ଦେଖିପାରିବା ଯଦି ଆମେ ପ୍ରକୃତରେ ବାସ୍ତବରେ 50 ବର୍ଷର ଡେଟା ଦେଖିବା ଯେ ସେତେବେଳେ ଓଡ଼ିଶାର ଭୁବନେଶ୍ୱରର ଯୋଉ ଗ୍ରୀନେରୀ ଅଛି ବା ତାର ଯୋଉ ସବୁଜତା ଅଛି ତାହା କେତେ ଡେନ୍ସ ଥିଲା, ତାହା କେତେ ଗଭୀର ଥିଲା ବା କେତେ ପରିମାଣରେ ତାହା କେତେ ଭୌଗୋଳିକ ଯୋଉ ଜାଗା ରହିଛି ତାହା ଜଙ୍ଗଲ ଘେରରେ ରହିଥିଲା। କିନ୍ତୁ ଧୀରେ ଧୀରେ ଦେଖିଲେ ଯେ ଆମେ ବର୍ତ୍ତମାନ ତାର ପରିମାଣ ବହୁତ କମି ଗଲାଣି। ଆଜିକାଲି ଦେଖିବେ କେତେବେଳେ ବେଳେବେଳେ ଆମେ ଖବରକାଗଜରେ ପଢ଼ିଥାଉ ଯେ ଯୋଉ ଚନ୍ଦକା ଅଞ୍ଚଳ ରହିଛି ସେଠାରେ ହାତୀ ମଧ୍ୟ ଆଜିକାଲି ସହର ବା ବସ୍ତି ମାନଙ୍କର ପଶି ଯାଉଛନ୍ତି। ଏହାର କାରଣ କ'ଣ? ବାସ୍ତବରେ ଏହାର କାରଣ ଧୀରେ ଧୀରେ ଜଙ୍ଗଲ କ୍ଷୟ ହେବା ଆରମ୍ଭ ହେଲାଣି। ଜଙ୍ଗଲକୁ ଲୋକମାନେ କାଟିକି ତାର ଆମର ଘର ବସ୍ତି ଏବଂ ବିଭିନ୍ନ ଯୋଉ ଆମର ଏରିଆ ସବୁ ଡେଭଲପ କଲେଣି ଏବଂ ଏହା ଦ୍ୱାରା କ'ଣ ହଉଛି ନା ଯୋଉ ଜଙ୍ଗଲରେ ରହୁଥିବା ପଶୁମାନଙ୍କ ପାଇଁ ମଧ୍ୟ ବା ଜୀବଜନ୍ତୁଙ୍କ ପାଇଁ ମଧ୍ୟ ରହିବା ସେଠାରେ କଷ୍ଟ ହୋଇଗଲା। ଯଦି ଦେଖିବା ଯୋଉ ସଷ୍ଟେନେବଲ ଡେଭଲପମେଣ୍ଟ ରହିଛି, ସଷ୍ଟେନେବଲ ଡେଭଲପମେଣ୍ଟକୁ ଆମେ କାହିଁକି ପ୍ରକୃତରେ ଭାରତ ଭଳି ଗୋଟେ ଦେଶ ପ୍ରଥମେ କ'ଣ ପାଇଁ ଯୋଉ ସଷ୍ଟେନେବଲ ଡେଭଲପମେଣ୍ଟ କନଫରେନ୍ସ ହେଇଛି ବା ଯୋଉ ଆମର ଆଲୋଚନା ଚକ୍ର ଗୁଡ଼ିକ ହେଇଛି ସେଠାରେ ଭାରତ କ'ଣ ପାଇଁ ନିଜକୁ ପ୍ରଥମେ ସବୁବେଳ ପାଇଁ ପ୍ରୋଜେକ୍ଟ କରିଥାଏ ବା ନିଜର ଯୋଉ ଆଗ୍ରହ ଦେଖାଇବା ପାଇଁ ଚେଷ୍ଟା କରିଥାଏ? କାହିଁକି ନା ଭାରତ ପାଖରେ ଅନେକ ଗୁଡ଼ିଏ ଉଦାହରଣ ରହିଛି ବିକଶିତ ଦେଶମାନଙ୍କର, ଯେମିତି ଯୁକ୍ତରାଷ୍ଟ୍ର ଆମେରିକା ହେଲା ଏବଂ ଅନେକ କେତେ ଗୁଡ଼ିଏ ଦେଶ, ୟୁନାଇଟେଡ୍ କିଙ୍ଗଡମ୍ ହେଲା, ଏଇ ଯୋଉ ଦେଶ ଗୁଡ଼ିକ ରହିଛି ଭାରତ କେଉଁଭଳି ଭାବେ ସେମାନେ ଗୋଟେ ଉଦାହରଣ ସ୍ୱରୂପ ଗ୍ରହଣ କରି ସବୁବେଳେ ଗୋଟେ ତର୍ଜମା କରିଥାଏ ଯେ ଦେଖ ଯୁକ୍ତରାଷ୍ଟ୍ର ଆମେରିକାରେ ତାପମାତ୍ରା ବଢ଼ିବା ଦ୍ୱାରା କେଉଁଭଳି ଭାବେ ଗ୍ଲାସିୟର ମେଲ୍ଟିଂ ହେଉଛି, ଆମର ଯୋଉ ଆଣ୍ଟାର୍କଟିକା ରହିଛି ସେଠାରେ କେଉଁଭଳି ଭାବେ ଗ୍ଲାସିୟର ମେଲ୍ଟିଂ ହେଉଛି, ଏସବୁ ଜିନିଷକୁ ଦୃଷ୍ଟିରେ ରଖି ସେମାନେ କେଉଁଭଳି ଭାବେ ଗୋଟେ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ ଆମେ ସମସ୍ତେ ବର୍ତ୍ତମାନ ଦେଖିଛେ ଏସଡିଜିର ଯୋଉ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍ସ ରହିଛି ତାର ମୁଖ୍ୟତଃ ଯୋଉ ଆମର ଯଦି ଦେଖିବା ମୁଖ୍ୟ ବିଷୟବସ୍ତୁ ଗୁଡ଼ିକ ପରିବେଶ ସମ୍ବନ୍ଧରେ ଏବଂ ପ୍ରକୃତି ସମ୍ବନ୍ଧରେ ହିଁ ରହିଛି ଏବଂ ତାକୁ କେଉଁଭଳି ଭାବେ ଆମେ ନିଜର ଯୋଉ ଯୋଜନା ଗୁଡ଼ିକ ରହିଛି ବିକାଶ ଯୋଜନା ଆମେ ସମସ୍ତେ ଜାଣିଛେ ଯୋଉ ବିକଶିତ ଭାରତର ଯୋଉ ଆମର ଭାରତ ସରକାରଙ୍କର ଯୋଉ ବିକଶିତ ଭାରତ ପ୍ରୋଗ୍ରାମ ରହିଛି ତା ଦ୍ୱାରା ସେମାନେ କେଉଁଭଳି ଭାବେ ପରିବେଶକୁ ମଧ୍ୟ ଗୋଟେ କମ୍ପୋନେଣ୍ଟ ବା ଗୋଟେ ଦିଗନ୍ତ ବୋଲି ମାନି ନେଇଛନ୍ତି ଏବଂ ସେମାନେ କେଉଁଭଳି ଭାବେ ପରିବେଶର ସେଫ୍ଟି ବା ଏନଭାୟରମେଣ୍ଟାଲ ସେଫ୍ଟିକୁ ମଧ୍ୟ ସେମାନେ ଇନକ୍ଲୁଡ କରିଛନ୍ତି ନିଜର ଯୋଉ ଡେଭଲପମେଣ୍ଟ ଏଜେଣ୍ଡା ବା ପଲିସି ରହିଛି। ଯଦି ଦେଖିବା ଆମେ ବର୍ତ୍ତମାନ କେତେ ଗୁଡ଼ିଏ ସନ୍ଦର୍ଭ ଗବେଷଣା ମଧ୍ୟ କରାହେଉଛି ବିକଶିତ ଭାରତରେ, ତାର ମୁଖ୍ୟ କେତେ ଗୁଡ଼ିଏ ବିଷୟବସ୍ତୁ ପରିବେଶ ସମ୍ବନ୍ଧରେ ରହିଛି। ଯଦି ବିଗତ 2 ବର୍ଷ 3 ବର୍ଷ ଆମେ ଦେଖିବା, ବର୍ତ୍ତମାନ ଆମେ ଆଲୋଚନା କରିବା କେଉଁଭଳି ଭାବେ ଯୋଉ ଆମର ପରିବେଶ ସମ୍ବନ୍ଧୀୟ କେତେ ଗୁଡ଼ିଏ ଯୋଉ ଆନ୍ଦୋଳନ ହୋଇଥିଲା ଏବଂ ପ୍ରଥମେ ଆମେ ଦେଖିବା, ମୁଁ କହି ରଖିବା ପାଇଁ ଚାହିଁବି ଆମେ ଯେତେବେଳେ ମୁଭମେଣ୍ଟ କଥା ଆଲୋଚନା କରିଥାଉ ଆମେ କାହିଁକି ୟାକୁ ମୁଭମେଣ୍ଟ କରିଥାଉ। ଯଦି ଇଂରାଜୀରେ ଆମେ ଦେଖିବା ମୁଭମେଣ୍ଟ ହେଲା ବା ଆମର ରିବେଲିୟନ ହେଲା ବା ଆମର ଯୋଉ ଇନସର୍ଜେନ୍ସି ହେଲା, ଏହାର ଭିନ୍ନ ଅର୍ଥ ରହିଥାଏ ଏବଂ ଯଦି ଦେଖିବା ମୁଭମେଣ୍ଟ ଗୋଟେ ମୋର ଡେମୋକ୍ରାଟିକ ଫ୍ରେମୱାର୍କ ଆମେ ଯାହାକୁ କୁହାଯାଏ ଗୋଟେ ଗଣତାନ୍ତ୍ରିକ ସୀମାରେ ସବୁବେଳେ ଆବଦ୍ଧ ଗୋଟେ ମୁଭମେଣ୍ଟ ଯେତେବେଳେ ଆମେ ଇଂରାଜୀରେ ଯେତେବେଳେ ମୁଭମେଣ୍ଟ ବୋଲି କହିଥାଉ ତାହା ଗୋଟେ ଗଣତାନ୍ତ୍ରିକ ସୀମା ବା ଗଣତାନ୍ତ୍ରିକ ଇଏରେ ହିଁ ଆବଦ୍ଧ। ଯଦି ଦେଖିବା ଆମେ ମୁଭମେଣ୍ଟ କହିଥାଉ ରିବେଲିୟନ, କିନ୍ତୁ ଆମେ ଯେତେବେଳେ କହିଥାଉ ମାଓଇଷ୍ଟ ରିବେଲିୟନ, କାରଣ ସେମାନେ ସବୁବେଳେ ରିବେଲିୟନ ଇନସର୍ଜେନ୍ସି ଏହାର ଅର୍ଥ ସେମାନେ ସବୁବେଳେ ଗୋଟେ ଡେମୋକ୍ରାଟିକ ବା ଗଣତାନ୍ତ୍ରିକ ଇଏରୁ ସେମାନେ କେବେ ହେଲେ ମୁଭମେଣ୍ଟ ବା ନିଜର ଆନ୍ଦୋଳନ ଆରମ୍ଭ କରିନଥାନ୍ତି। ଏହା ସବୁବେଳେ ପାଇଁ ଗୋଟେ ଯଦି ଦେଖିବା ଆମେ ଇଂରାଜୀରେ ଡିଏନ୍ ଧାନାଗରେ ଯୋଉ ପେଜେଣ୍ଟ ମୁଭମେଣ୍ଟସ ଇନ୍ ଇଣ୍ଡିଆ ସେ ସେମାନେ ଗୋଟେ ଯୋଉ କନସେପଚୁଆଲ ଇଏରେ ଗୋଟେ ଲେଖିଛନ୍ତି କେଉଁଭଳି ଭାବେ ଯେ ଦ ପ୍ରାଇମ ମୋଟିଭ ଅଫ ଦ ରିବେଲିୟନ ଅର ଇନସର୍ଜେନ୍ସି ଇଜ ଟୁ ଓଭରଥ୍ରୋ ଦ ଷ୍ଟେଟ୍, ବା ଆମର ଯୋଉ ଷ୍ଟେଟ୍ ରହିଛି ତାକୁ କେଉଁଭଳି ଭାବେ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରି ଆମେ ନିଜର ଯୋଉ ଅଟୋକ୍ରାଟିକ ସିଷ୍ଟମର ଡେଭଲପମେଣ୍ଟ କରିବା ତାର ହିଁ ମୁଖ୍ୟ
उद्देश्य रही है रिबेलियन और इनसर्जेंसी कि मूवमेंट जहाँ कहले या मुख्यतः भाव में गणतांत्रिक माने नुहे जे मूवमेंटा सब बेले गणतांत्रिक कि मुख्यतः भाव में जिते गुटे मूवमेंट देखिए अनेकांश गणतांत्रिक एवं एथिरे जदिओ स्पोरेटिक बा जो गोटे सिचुएशनल भायोलेंस बा गोटे कौन गोटे समय निर्दिष्ट समय गोटे भायोलेंस बा हिंसा हो जाए किंतु वास्तव में जब देखा मूवमेंट रे एतेकांश हिंसा न था जो देखिए जो मूवमेंट है जो आंदोलन गुड़िक आंदोलन गुड़िक मुख्यतः भाव में सब होता है जे गोटे समुदाय सब निजर मत व्यक्त करते मत व्यक्तटा सब गोटे योजनार सपक्ष कि गोटे योजनार विपक्ष जे देखा यह सब गोटे जो खराब प्रभाव बा दुप्रभाव रही कुप्रभाव जो रही आमर विकास जो विकास संबंधी केते जो योजनार कुप्रभाव रही से कुप्रभाव जिते बड़े गोटे स्टेट सब अणदेखा करता से गोटे समुदाय सब निजर जो रही है असंतोष व्यक्त करने जो आंदोलन को ओह्लाई था एवं जो पुरातन जो केते गुड़े जो आमर सामाजिक आंदोलन रही मुख्यतः भाव में जो आमर वर्किंग क्लास बा जो कार्यरत जो केते गुड़े वर्ग थे से को लेकिन होता है एवं तार जो गोल रही तार जो ऑब्जेक्टिव रही कि तार जो ऑर्गेनाइजेशनल स्ट्रक्चर रही तांकर जो एक्शन रही सब बेल आमर जो नुआ बा नूतन जो आमर आंदोलन ये रही ताठू भिन्न एवं देखा जो जो ट्रेडिशनल मूवमेंट गुड़ा रही पुराना जो मूवमेंट पूर्वर जो आंदोलन गुड़िक होता यह मुख्यतः भाव में गोटे अर्थनैतिक केंद्रीय जो इश्यू गुड़िक जो आमर समस्या गुड़ी को लेकर ही सब बेल गोटे क्यों भाव गोटे पुनः बंटन जो किसी जो आर्थिक जो संपद रही जहाँ किसी लोक सीमित था क्यों भाव पुनः बंटन कर संबंध में मुख्यतः भाव में ये आंदोलन गुड़िक होता एवं यही जो आंदोलन गुड़ी तर्जमा करने मुख्यतः भाव में गोटे मार्क्सिस्ट मेथड जो रही थियोरीज रही से तार व्यवहार करा एवं जदि देखा जाए जो केते गुड़ी देखा जाए अनेक देश केते गुड़ी मूवमेंट होता जमी उदाहरण देखा आम फ्रांस बर्लिन में 1968 इटाली 1969 युक्तराष्ट्र अमेरिका आमर जो देखा 1960 दशंधि मध्यम आगे एवं मुख्यतः भाव में जिते आम आंदोलन विषय आलोचना करता सब बेले आम गोटे मार्क्सवादी चिंताधारा को थियोरीज जो रही दृष्टिकोण से माध्यम रे आम आलोचना करता एवं जदि देखा जाए जो फॉरेस्ट बेस्ड मूवमेंट है जंगल को लेकर जो केते गुड़ी जो आंदोलन है यह मुख्यतः भाव में देखिए गोटे इतिहास आम इतिहास पृष्ठ उल्टाई जाए देखिए प्रथम ये जो कॉन्फ्लिक्ट आसला भीतर जो तिक्तता आसला जो विभिन्न गोष्ठी मान यार मुख्य कारण होते आम समस्ते जाचे नेचुरल रिसोर्स जो प्राकृतिक संपद रही नुआ नुआ आम समाज में यह सब सीमित एवं ये सीमित जो संबल रही तार डिस्ट्रीब्यूशन तार बंटन सब गोटे देश देश मध्य समुदाय समुदाय मध्य गोटे जोग्राफी गोटे जो आम रही
भौगोलिक स्थान गोटे स्थान अन्य गोटे स्थान मान सहित सब गोटे कली लगी रही है द्वंद्व लगी रही है एवं यह सब कष्टसाध्य हो जाता है प्रकृत में जो मैंने दलित और निष्पेषित जो मैंने श्रेणी रहिले जो मैंने प्रकृत में दीर्घ वर्ष धरी से जो प्राकृतिक संपद रही तार देखाशुना कर मुख्यतः भाव जंगल संपद हो खनि संपद हो जो मैंने वास्तव से जो जगार से जो आमर आंचलिक स्थान रही बसवास करते रोले एवं रही से माने तार देखणावेक्षण करते से जो अधिकार अच्छे प्रकृत में ताकू केते दूर पर्यंत आमे आम समाज बा आम सरकार बा आमे माने तार रक्षणावेक्षण करूँ तार प्रोटेक्शन कर मुख्य गोटे आलोचनार विषय वस्तु एवं जब देखा आगुरी आमर जंगल हो कि जो आमर उद्यान गुड़िक रही हो कि जमी हो भूसंपद हो यह सब गोटे कम्युनाल प्रॉपर्टी बा लोक मान गोटे समस्त गोटे ये बोली ग्रहण करा जाता है एवं जो देखा जाए धीरे धीरे जो आम कलोनियलिज्म आसला ब्रिटिश कलोनियलिज्म धीरे धीरे ब्रिटिशर्स मैंने चेष्टा कले कि भाव यही सब जो जनजाति समुदाय जो भौगोलिक स्थान गुड़िक बसवास करते से धीरे धीरे पशिवा आरंभ कले एवं यह द्वारा से प्रथम पशिवा आरंभ कले यापर देश स्वाधीनता पाइला जो जो खनिज संपदर थिला डिपोजिट बा तार जो मनकर जो संचित होता से जगह गुड़िक अनेक गुड़ी आंदोलन देखा जाता एवं जे देखिबा जो आमर प्रथमे आम देखिबा आम जो जंगल संबंधी जो आंदोलन विषय पढ़ा हूँ चिपको मूवमेंट आम समस्ते जाने चिपको मूवमेंट गढ़वाल जिलार आरंभ होता एवं जो देखा जाए उत्तराखंड रे जो मूवमेंट बा आंदोलन टी आरंभ होता एवं प्रथम यह देखा गोटे 8टी जिला जहाँ कहुए पौरी चमोली तेहरी उत्तरकाशी देहरादून अल्मोड़ा पित्रोरगढ़ एंड नैनीताल एवं ये देखा जाए प्रथम 5टी जो स्थान ना कहला पौरी चमोली तेहरी उत्तराखंड देहरादून यहाँ को प्रथम गढ़वाल कहुए और जो अवशेष 3टी रहा अल्मोड़ा पित्रोरगढ़ एंड नैनीताल यहाँ को कुमाऊं बोली कहुए एवं जे देखा जाए जे ब्रिटिश आसीबा पूर्व ही उत्तराखंड गोटे भिन्न राज्य भाव में तार अवस्थिति थिला एवं जे देखा जाए यार जो घंच जंगल संपद रही जो घंच जंगल गुड़िक रही यह अनेकांश गोटे बाहर आसुवा शत्रु बा जो आम एक्सटर्नल इन्वाजन जो सब होता जो अख्तियार करते शत्रु मैंने ताठू अनेकांश सुरक्षा प्रदान करथिला एवं जे देखा जाए धीरे धीरे जो आमर शासन रही एरिया गुड़िकर यह धीरे धीरे बंटन करा जायतिला एवं केते गुडे अनेक गुडे जो शासक थे से कातुरी सोमचांद अजय पाल पंबर पृथ्वी नारायण साहा एमाने ही प्रकृत में शासन करुले एवं जो साहा संप्रदाय थे मुख्यतः भाव में से पराजय वर्ण करते ब्रिटिश मान एवं गढ़वाल धीरे धीरे ब्रिटिश शासन अधीन को आसीला एवं जदि कुमन संप्रदाय देखिए यह जो आमर गढ़वाल रूलर थिले राजा थिले तांकर पुओ को दिया जायतिला जे देखिबा जो आमर 1814 रु 1815 मसीह
ଆମର ଯେଉଁ ଆଙ୍ଗ୍ଲୋ ନେପାଲିସ୍ ଟ୍ରିଟି ବା ଚୁକ୍ତି ଅଣାଯାଇଥିଲା ଏବଂ ଏହା ପରେ ଯେଉଁ ଆମର ଗୋର୍ଖା ୱାର ହେଇଥିଲା ଯେଉଁ ଭାରତ ଇତିହାସରେ ଯଦି ଦେଖିବ ଏବଂ ଏହା ନେପାଳର ଯେଉଁ ଆମର କେତେ ଗୁଡ଼ିଏ ଇଏ ଥିଲେ ସେମାନେ ମଧ୍ୟ ଏଥିରେ ଯୋଗଦାନ ଦେଇଥିଲେ ଏବଂ ଯେ ଦେଖାଯାଏ ଧୀରେ ଧୀରେ ବ୍ରିଟିଶ ଆମର ଯେଉଁ କୁମାଉଁ ଭୌଗୋଳିକ ଇଏ ରହିଛି ତାକୁ ନିଜ ଅଧୀନକୁ ଆଣିଥିଲା ନେପାଳି ୱାର ପରେ ଏବଂ ଯେ ଦେଖିବା ଯେଉଁ ଯେତେବେଳେ କଲୋନିଆଲ ମାଷ୍ଟର ମାନେ ଏଇ ଯେଉଁ ସ୍ଥାନଟିକୁ ନିଜ ଅକ୍ତିଆରକୁ ନେଇଥିଲେ ବାସ୍ତବରେ ଏଠି ପରିବର୍ତ୍ତନ ଆରମ୍ଭ ହୋଇଥିଲା ଏବଂ ଧୀରେ ଧୀରେ ବ୍ରିଟିଶ ଯେଉଁ ସୈନ୍ୟମାନେ ରହିଲେ ଫୋର୍ସ ରହିଲେ ସେମାନେ ଯେଉଁ ସମ୍ପ୍ରଦାୟ ରହିଲେ ସେମାନେ ଧୀରେ ଧୀରେ ଆଗେଇ ଚାଲିଥିଲେ ପାହାଡ଼ ଆଡ଼କୁ ଏବଂ ସେମାନେ ସବୁବେଳେ ଗୋଟେ ଯେଉଁ ଆମର ଘଞ୍ଚ ଜଙ୍ଗଲ ରହିଛି ଏବଂ ମୂଲ୍ୟବାନ କାଠର ଯେଉଁ ଜଙ୍ଗଲ ରହିଛି ଏବଂ ଯେଉଁ ଉର୍ବର ମୃତ୍ତିକା ରହିଛି ତାକୁ ଦେଖି ସେମାନେ ଅତ୍ୟନ୍ତ ମୁଗ୍ଧ ହୋଇଯାଇଥିଲେ ଏବଂ ସେମାନଙ୍କର ଗୋଟେ ପ୍ରଲୋଭନ ସୃଷ୍ଟି ହେଇଥିଲା ଏବଂ ଯେ ଦେଖାଯାଏ ଧୀରେ ଧୀରେ ତାର ଯେଉଁ ସେ ଯେଉଁ ଆମର ମୂଲ୍ୟବାନ ଇଏ ଗୁଡ଼ିକ ରହିଥିଲା ଗଛ ଗୁଡ଼ିକ ରହିଥିଲା ତାକୁ କାଟିବା ପାଇଁ ଯେଉଁ କଣ୍ଟ୍ରାକ୍ଟର ରହିଥିଲେ ସେମାନଙ୍କୁ ନିୟୋଜିତ କରାଯାଇଥିଲା ଏବଂ କଣ୍ଟ୍ରାକ୍ଟର ମାନେ ଯେଉଁ ଲେବରର ଯେଉଁ ରହିଲେ ଶ୍ରମିକମାନଙ୍କୁ ନିୟୋଜିତ କରିଥିଲେ ଗଛ କାଟିବା ପାଇଁ ଏବଂ ଯେ ଦେଖାଯାଏ ଯେଉଁ ମୁଭମେଣ୍ଟ ବା ଯେଉଁ ଆନ୍ଦୋଳନ ହେଇଥିଲା ଏହା ମୁଖ୍ୟତଃ ଗଣତାନ୍ତ୍ରିକ ଥିଲା ଏବଂ ଏଇ ଆନ୍ଦୋଳନରେ ଯେଉଁମାନେ ଭାଗ ନେଇଥିଲେ ଯେତେବେଳେ ଦେଖା ହେଲା ଯେ ଗଛକୁ ସେମାନେ କାଟିବା ଆରମ୍ଭ କଲେଣି ଏବଂ ଲୋକମାନେ ବାସ୍ତବରେ ଏଇ ଯେଉଁ ମୁଭମେଣ୍ଟ ଦ୍ୱାରା ସେମାନେ ପ୍ରଥମେ କ'ଣ କରୁଥିଲେ ନା ସେମାନେ ଗଛକୁ ଜାବୁଡ଼ି ଧରୁଥିଲେ ଆମେ ଯାହାକୁ ଓଡ଼ିଆରେ କହିଥାଉ ଗଛକୁ ଜାବୁଡ଼ି ଧରୁଥିଲେ ଏହାଦ୍ୱାରା କ'ଣ ହେଉଥିଲା ନା ଗଛ କଟା ଯାଉନଥିଲା କାରଣ ଜଣେ ମଣିଷ ଯେହେତୁ ଗୋଟେ ଲୋକ ଯେହେତୁ ଗଛକୁ ଜାବୁଡ଼ି ଧରିଥିଲା ତେଣୁ ଜଣେ ଗଛ କଟାଳି ମାନେ ସେମାନେ ଗଛକୁ କାଟି ପାରିନଥିଲେ ଯେ ଦେଖାଯାଏ ଏହି ପ୍ରଥମେ ଏହାର ଆରମ୍ଭ କେଉଁଭଳି ଭାବେ ହେଇଥିଲା ଯଦି ଦେଖାଯାଏ ଯେଉଁ ଜଙ୍ଗଲ ଥିଲା ଜଙ୍ଗଲ ବାସ୍ତବରେ ଲୋକମାନଙ୍କର ଜୀବିକା ଜୀବନ ନିର୍ବାହ କରିବା ପାଇଁ ଯେଉଁ ଆମର କୁହାଯାଏ ଇଏ ଯୋଗାଇ ଦେଇଥିଲା ତାଙ୍କର ଯେଉଁ ରୋଜଗାରର ଉତ୍ସ ଥିଲା ଏବଂ ତାଙ୍କର ଜୀବନ ଜୀବିକାର ଉତ୍ସ ଥିଲା କିନ୍ତୁ ଯେତେବେଳେ କଲୋନିଆଲ ରୁଲର୍ସ ବା ଯେଉଁ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଆସିଲେ ସେମାନେ ଯେତେବେଳେ ପ୍ରଥମେ ଫରେଷ୍ଟ ରାଇଟ୍ ଇଏ ଦ୍ୱାରା ସାଧାରଣ ଲୋକଙ୍କଠୁ ଜଙ୍ଗଲ ଉପରେ ଥିବା ଅଧିକାରକୁ ଛଡ଼ାଇ ନେଇଥିଲେ ଏବଂ ଧୀରେ ଧୀରେ ସେ ଜଙ୍ଗଲକୁ ସେମାନେ ଯେଉଁ ପ୍ରାଇଭେଟ କଣ୍ଟ୍ରାକ୍ଟର ରହିଛନ୍ତି ବା ଘରୋଇ କେତେ ସଂସ୍ଥା ସେମାନଙ୍କୁ ଦେଇ ଦେଇଥିଲେ ଏବଂ ଖାଲି ସେତିକି ନୁହେଁ ଯଦି ଦେଖାଯାଏ ଯେଉଁ ରେଲୱେ ଏକ୍ସପାନ୍ସନ୍ ହେଲା ରାସ୍ତାର ମଧ୍ୟ ଏକ୍ସପାନ୍ସନ୍ ହେଲା ଏଗୁଡ଼ିକ ମୁଖ୍ୟତଃ ଭାବରେ ଜଙ୍ଗଲକୁ କାଟି ସଫା କରି ହିଁ ନିର୍ମାଣ କରାଯାଇଥିଲା ଏବଂ ଯେ ଦେଖାଯାଏ ଖାଲି ସେତିକି ନୁହେଁ ଯେତେବେଳେ ରେଲୱେ ଏକ୍ସପାନ୍ସନ୍ ହେଲା ରେଲୱେ କୋଚ୍ର ଆମର ଯେଉଁ ଆମେ ସମସ୍ତେ ଯେତେବେଳେ ରେଳରେ ଯାତ୍ରା କରିଥାଉ ଆମେ ସବୁବେଳେ ଦେଖିଥାଉ ଯେ କେଉଁଭଳି ଭାବେ ଏଠାରେ ଯେଉଁ ଗଛର କାଠରୁ ତିଆରି ହୋଇଥିବା ଯେଉଁ ଆମର କେତେ ଯେଉଁ ପଟ୍ଟା ରହିଛି ବା ଯେଉଁ ଉପକରଣ ରହିଛି ସେଗୁଡ଼ିକ ବ୍ୟବହାର କରାଯାଇଥାଏ ଖାଲି ରେଲୱେ ଲାଇନ୍ ତିଆରି ପାଇଁ ଏହାର ବ୍ୟବହାର କରାଯାଉନଥିଲା ବରଂ ବର୍ତ୍ତମାନ ତ ଆମେ ଦେଖିଲେଣି ଅନେକାଂଶରେ ଯେଉଁ କଂକ୍ରିଟ୍ ଇଏ ଆସିଲାଣି କିନ୍ତୁ ଆଗରୁ ମଧ୍ୟ କେତେ ଗୁଡ଼ିଏ ଜାଗାରେ ଯେଉଁ ମୋଟା ମୋଟା କାଠର ବ୍ୟବହାର ମଧ୍ୟ କରାଯାଉଥିଲା ଏବଂ ସେଇ କାଠ ଗୁଡ଼ିକ ମୁଖ୍ୟତଃ ଭାବରେ ଏଇ ଯେଉଁ ହିମାଳୟାନ୍ ରିଜନ୍ ରହିଲା ଏଇଠାରେ ହିଁ ମିଳୁଥିଲା ଏବଂ ଧୀରେ ଧୀରେ ଯେଉଁ ଅନ୍ୟ ଉପକରଣ ଗୁଡ଼ିକ ଯେଉଁ ରହିଛି ରେଳ ଡବାରେ ତାର ମଧ୍ୟ ବ୍ୟବହାର ପାଇଁ ଗଛ କାଟିବା ଆରମ୍ଭ କରାଯାଇଥିଲା ଏବଂ ଏଇ ଯେଉଁ ଚିପକୋ ମୁଭମେଣ୍ଟ ହେଇଥିଲା ଯେତେବେଳେ ଗଛ କଟା ଆରମ୍ଭ ହେଲା ରାସ୍ତାର ଏକ୍ସପାନ୍ସନ୍ ପାଇଁ ବା ତାକୁ ଅଧିକ ପ୍ରଶସ୍ତ କରିବା ପାଇଁ ଏବଂ ଏହା ସହିତ ଯେଉଁ କଣ୍ଟ୍ରାକ୍ଟର ମାନେ ସେମାନେ ମଧ୍ୟ ଲିଜ୍ ନେଇଯାଇଥିଲେ ଗଛକୁ ସେ ଜଙ୍ଗଲରୁ ଗଛ କାଟିବା ପାଇଁ ଏହାକୁ ଦେଖି ସେ ଯେଉଁ
ଗ୍ରାମବାସୀ ମାନେ ଥିଲେ ସେମାନେ ବାସ୍ତବରେ ସଂଗ୍ରାମ କରିବା ଆରମ୍ଭ କରିଥିଲେ ଏବଂ ଏହା ମୁଖ୍ୟତଃ ଗୋଟେ ଗାନ୍ଧୀଆନ ଚିନ୍ତାଧାରା ବା ଗାନ୍ଧୀଙ୍କର ଯୋଉ ନନ୍ ଭାয়োଲେନ୍ସ ବା ଅହିଂସା ଚିନ୍ତାଧାରା ଉପରେ ଏଇ ଯୋଉ ଚିପକୋ ମୁଭମେଣ୍ଟ ଆଧାରିତ ଥିଲା ଏବଂ ଏଇ ଯୋଉ ମୁଭମେଣ୍ଟ ଥିଲା ଏହା ଦ୍ୱାରା କଣ କରୁଥିଲେ ନା ଲୋକମାନେ କେବଳ ପୁରୁଷ ନୁହଁ ସ୍ତ୍ରୀ ଲୋକମାନେ ମଧ୍ୟ ଅନେକାଂଶରେ ସ୍ତ୍ରୀ ଲୋକମାନଙ୍କର ଯୋଉ ଷ୍ଟ୍ରାଟେଜି ଥିଲା ବା ତାଙ୍କର ଯୋଉ ଯୋଜନା ଥିଲା ସେମାନେ କେଉଁଭଳି ଭାବେ ଗଛକୁ ଧରି ବା ଗଛକୁ ଯାହା କୁହନ୍ତି ଆମେ ଆଲିଙ୍ଗନ କରି ଗଛକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ ସେମାନେ ଗଛକୁ ଆଲିଙ୍ଗନ କରି ଠିଆ ହୋଇ ରହୁଥିଲେ ଯାହାଦ୍ୱାରା କି ଯେଉଁମାନେ ଗଛ କଟାଳି ମାନେ ଥିଲେ ସେମାନେ ଗଛ କାଟି ପାରିନଥିଲେ ଏବଂ ଏହା ଅନେକାଂଶରେ ନନ୍ ଭାୟୋଲେନ୍ସ ବା ଅହିଂସା ପୂର୍ବକ ଭାବରେ କରାଯାଇଥିଲା ଏବଂ ଯଦି ଦେଖାଯାଏ ଏହାକୁ ପ୍ରକୃତରେ ବାସ୍ତବିକ ଏଇ ଯୋଉ ଆନ୍ଦୋଳନ ଗୋଟେ ବଡ଼ ଆନ୍ଦୋଳନ ରୂପ ଦେବାରେ ସୁନ୍ଦରଲାଲ ବହୁଗୁଣା ଯାହାକୁ ଆମେ ସମସ୍ତେ ଜାଣିଛେ ଯେ ଗୋଟେ ଗାନ୍ଧୀବାଦୀ ଭାବରେ ଯାହାର ଯିଏ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି ତାଙ୍କର ଯୋଗଦାନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସିଏ କେବଳ ଏଇଠି ନିଜର ଯୋଉ ଆନ୍ଦୋଳନରେ ଯୋଗ ଦେଇନଥିଲେ ସେ ମଧ୍ୟ ଆମର ଯୋଉ ନ୍ୟାସନାଲିଷ୍ଟ ମୁଭମେଣ୍ଟ ବା ଜାତୀୟ ଆନ୍ଦୋଳନ ହୋଇଥିଲା ଭାରତର ସ୍ୱାଧୀନତା ପାଇଁ 13 ବର୍ଷ ବୟସରୁ ମଧ୍ୟ ସେ ଯୋଗଦାନ ଦେଇଥିଲେ ଏବଂ ଯଦି ଦେଖାଯାଏ ସେ ଖାଲି ଏଥିରେ ସମ୍ମିଳିତ ହୋଇନଥିଲେ ବରଂ ତାଙ୍କ ନିଜ ସ୍ତ୍ରୀ ମଧ୍ୟ ଏଥିରେ ସମ୍ମିଳିତ ହୋଇଥିଲେ ଯାହାକୁ ଆମେ ଜାଣିଛୁ ବିମଳା ନଟିଆଲ ସିଏ ବି ମଧ୍ୟ ତାଙ୍କ ଯୋଗଦାନ କୁ ଅଣଦେଖା କରିହେବ ନାହିଁ ଏବଂ ଯଦି ଦେଖିବା ଆଜିର ଆମ ଆଲୋଚନାରେ ଆମେ କେଉଁଭଳି ଭାବେ ଆଲୋଚନା କଲେ ଯେ ବିଶ୍ୱ ସ୍ତରରେ କେଉଁଭଳି ଭାବେ କେତେ ଗୁଡ଼ିଏ ସମ୍ମିଳନୀ ହେଇଥିଲା ଭାରତର ମଧ୍ୟ କେତେ ଗୁଡ଼ିଏ ଯେଉଁଭଳି ଭାବେ ଇନଷ୍ଟିଟ୍ୟୁସନ ଦ ଏନର୍ଜି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ହେଲା କିମ୍ବା ସେଇଭଳି କେତେ ଗୁଡ଼ିଏ ସମ୍ମିଳନୀ ସହିତ କେତେ ଗୁଡ଼ିଏ ଇନଷ୍ଟିଟ୍ୟୁସନର ସ୍ଥାପନା କରାଯାଇଥିଲା ଏବଂ ଖାଲି ସେତିକି ନୁହେଁ ଯେ ଦେଖିବା ଏଇ ଯୋଉ ପରିବେଶ ପ୍ରଦୂଷଣକୁ ନେଇ ଭାରତ ପ୍ରଥମରୁ କେଉଁଭଳି ଭାବେ ଭାରତର ଯୋଉ ଜନସମାଜ ରହିଛନ୍ତି ସେମାନେ ସଚେତନ ଯୋଉ ଚିପକୋ ମୁଭମେଣ୍ଟ ଗୋଟେ ସେଇଭଳିଆ ଉଦାହରଣ ତେଣୁ ଆଜିର ଏଇ ଆଲୋଚନାକୁ ଆମେ ଏଇଠି ରଖିବା ଧନ୍ୟବାଦ।